ଦେଖନ୍ତୁ ଆମ ଷ୍ଟିକର୍ ଏଠି ଉଠିଗଲାଣି ନା ନମସ୍କାର ଜୟ ଜଗନ୍ନାଥ। ତ ଦେଖିଦେଇଥାନ୍ତୁ ଗାଡ଼ି ମାନେ 8 ଦିନ ହେଇଗଲାଣି, 8-9 ଦିନ ପାଖାପାଖି ହେଇଗଲାଣି। ତ ଗାଡ଼ି ଆମର ଗ୍ୟାରେଜ୍ ଯେମିତି ପଡ଼ିକି ଥିଲା। ତ ଲାଷ୍ଟ ଭିଡ଼ିଓ ଆପଣ ଦେଖିଥିଲେ କି ମୋ ଇଞ୍ଜିନ୍ ଖୋଲା ହେଇଥିଲା ଗାଡ଼ିର, ଯେଉଁଟାକି ଆମର ଇଞ୍ଜିନ୍ ଅଏଲ୍ରେ ଆମର ପେଟ୍ରୋଲ ମିକ୍ସ ହେଇଯାଇଥିଲା। ତ ସେଇଥିପାଇଁ ମାନେ ଗାଡ଼ି ଟୋଟାଲ୍ ଇଞ୍ଜିନ୍ କାମ ହେଇକି ଆସିଲା ପୁଣି। ତ ଦେଖନ୍ତୁ ଗାଡ଼ି ଆମର ଆଜି ଆସିଯାଇଛି ସକାଳୁ ସକାଳୁ। ତ ଗାଡ଼ିଟା ମାନେ ଖରାରେ ଗ୍ୟାରେଜ୍ ରହିଲା ଏତେ ଦିନ ଧରି। ଦେଖନ୍ତୁ ଆମ ଷ୍ଟିକର୍ ଏଠି ଉଠିଗଲାଣି ନା, ମାନେ କଲର୍ ବି ଟିକେ ଫେଡ଼୍ ହେଇଗଲାଣି। ତ କାମ ପୁଣି କରାଇବା ଆଉ ଗାଡ଼ି ସବୁ କାମ କରିକି ଆସିଲା ପରେ ବି କିନ୍ତୁ ସବୁ ଇଞ୍ଜିନ୍ କାମ ସେ କରିଛି, ତ ବି ଟିକେ ଖଟ ଖଟ କ'ଣ ଆବାଜ ହେଉଛି। ଆଉ ଲାଇଟ୍ର ଟୋଟାଲ୍ ୱାରିଂ କଟିଯାଇଛି, କିଛି ଲାଇଟ୍ ବି ଆଉ ଜଳୁନି, ମୋର ଗାଡ଼ିର କିଛି ଲାଇଟ୍ ଜଳୁନି। ତାକୁ ଆଉ ଥରେ ପୁଣି ନେଇ ସେଇ ଗ୍ୟାରେଜ୍ ଆଉ ଥରେ ଯିବା, ଆମେ ଦେଖିବା କାହିଁ ଲାଇଟ୍ ଜଳୁନି। କାହିଁକିନା ଆ ପୂର୍ବରୁ ତ ମୋର ସବୁ ଲାଇଟ୍ ଫାଇଟ୍ ଜଳୁଥିଲା, ତ ସେ କାମ ହେଲା ପରେ ଲାଇଟ୍ ଆଉ ଜଳୁନି। ଆଉ ଆପଣମାନେ ଦେଖନ୍ତୁ କ'ଣ କାମ ହେଇଛି, ନୂଆ ପ୍ୟାକିଂ ଦେଖନ୍ତୁ, ସବୁ ନୂଆ ପରେ ପ୍ୟାକିଂ ପଇଲା ସବୁଠି ପୁରା ଟୋଟାଲ୍ ପ୍ୟାକିଂ କିଟ୍ ପଡ଼ିଛି ଗାଡ଼ିରେ। ଆଉ ପୁଣି କ'ଣ ପଡ଼ିଛି କହିଦେଉଛି, ଗାଡ଼ିରେ ପୁରା ପ୍ୟାକିଂ କିଟ୍ ପଇଲା। ତାପରେ ହେଉଛି ଆମର ଗୋଟେ ପ୍ୟାକିଂ କିଟ୍ ସହିତ ତାପରେ ଆଉ ଗୋଟେ କ'ଣ ପଇଲା, ସେଟା ଆମର କ'ଣ କହିଲା ପଲିସ୍ ହେଲା, ଇଞ୍ଜିନ୍ କ'ଣ ଗୋଟେ ସେ କହିଲା ପଲିସ୍ ହେଲା। ଟୋଟାଲ୍ ଏମିତି କରିକି ପଇସା ମାନେ କହିବାକୁ ଗଲେ ବହୁତ ସାରା ପଇସା ଖର୍ଚ୍ଚ ହେଇଗଲା। ମୁଁ କହିବି ଆପଣ କହିବି କେତେ ଟଙ୍କା କ'ଣ ଗାଡ଼ିରେ ମୋର ଖର୍ଚ୍ଚ ହେଇଛି। ତ ଆଜି ଆପଣ ଜଣେଇଦେଲି, ଗାଡ଼ି ଆସିଗଲା। ପୁଣି ଆମର ଯେମିତି ଭିଡ଼ିଓ ଆସୁଥିଲା ସେମିତି ପୁଣି ଲଗାତାର ଜୋରସୋର ଭିଡ଼ିଓ ଆସିବ। ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ସେ କହିଲେ ମୁଁ ସେ ଟପିକ୍ରେ ଭିଡ଼ିଓ କରିବି। ମାନେ ଲୋକଙ୍କୁ ନଜର ଲାଗିଲା କି କ'ଣ ହେଲା କି ଜାଣିନି, ତାମାନେ ଗାଡ଼ିରେ ଆସୁକା ବହୁତ ପଇସା ଖର୍ଚ୍ଚ ହେଇଗଲାଣି ମୋର। ଦେଖିବା ତାପରେ କ'ଣ କେମିତି ହେଉଛି, ଦେଖିବା ସାଉଣ୍ଡଟା ନବିକା କ'ଣ ଆଉ ଗୋଟେ କିକ୍ରେ ଷ୍ଟାର୍ଟ ହେଉଥିଲା, ଏବେ ଟୋଟାଲ୍ ଷ୍ଟାର୍ଟ ସେମିତି ମାଇଲେ ବି ହେଉନି। ହେଲା କ'ଣ ପାଇଁ ଏମିତି ହେଉଛି ଦେଖିବାକୁ ପଡ଼ିବ। ହେଉନି, ଚୋକ୍ ଟାଣି ଷ୍ଟାର୍ଟ କରିବାକୁ ପଡ଼ିବ। ଚୋକ୍ ଟାଣିକି ନା ଆଗ ଅପେକ୍ଷା ସାଉଣ୍ଡ ଟିକେ ହାଲକା ଚେଞ୍ଜ ହେଇଯାଇଛି। ତ ଏବେ ନୂଆ ନୂଆ ଇଞ୍ଜିନ୍ଟା କାମ ହେଇଛି, କାରଣ ପିଷ୍ଟନ୍ କାମ ହେଇନି, ତ ଏବେ ଇଞ୍ଜିନ୍ର ପ୍ରାୟ ସବୁ ଜିନିଷ କାମ ହେଇଛି। ମାନେ 8 ଦିନ ହେଇଗଲାଣି, ମାନେ 8-9 ଦିନ ହେଇଗଲାଣି ମୁଁ ଗାଡ଼ି ଟୋଟାଲ୍ ଦେଖିନଥିଲି ମୋ ଗାଡ଼ିକୁ। ତ 8 ଦିନ ପରେ ଦେଖିଲି ଗାଡ଼ି। ଆଉ କାରଣ ଦେଖନ୍ତୁ ମାନେ 8 ଦିନ ତାକୁ ଗ୍ୟାରେଜ୍ରେ ଗାଡ଼ି ଦେଲା ପରେ ତାପରେ ଆକ୍ଚୁଆଲି ମୋର ଅଜା ଜଣେ ଏକ୍ସପାୟାର କରିଯାଇଥିଲେ। ତ ସେଥିପାଇଁ ମୁଁ ବି ଗାଡ଼ିରେ ଫୋକସ୍ ନ ଦେଇକି ମୁଁ ଡାଇରେକ୍ଟ କେଉଁଝର ପଳେଇଥିଲି। ମୋତେ ଗାଡ଼ି ଆମର 2-3 ଦିନ କାମ ହେଇଯିବା କଥା, କିନ୍ତୁ 8-10 ଦିନ ରହିଲା ଗ୍ୟାରେଜ୍, ସେଥିପାଇଁ ମୁଁ କେଉଁଝର ପଳେଇଲି। ଦେଖୁ ସେଥିପାଇଁ ମୁଁ ଏମିତି ନଣ୍ଡା ବି ହେଇଯାଇଛି, ଅଜା ଆମର ଏକ୍ସପାୟାର କରିଗଲେ। ତ ତାପରେ ଆସିକିନା ଗାଡ଼ି ନେଇକି ଆସିଲି ମୁଁ ଗ୍ୟାରେଜ୍ରୁ ଆଜି। ତ ଠିକ୍ ଅଛି, ତ ଗାଡ଼ି ତ ଆସିଯାଇଛି। ତାପରେ ଆପଣ କ'ଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ। ଆଉ ଯଦି କାହାକୁ ଆରେକ୍ସନ୍ଟା ଦରକାର ବି ଅଛି ମୋତେ ମେସେଜ୍ କରନ୍ତୁ। ଆଉ ଗାଡ଼ି ତ ଚିପ୍ ରେଟ୍ରେ ଜମା ବି ନେବାକୁ ଭାବନ୍ତୁନି, କାରଣ ଗାଡ଼ି ଯେତେ କ୍ରେଜ୍ ଅଛି ଆପଣ ଭାବୁଛନ୍ତି ସେ ଠକେଇ ବି ହେଉଛି। ମାନେ କମ୍ ପଇସା ନେବେ, ଏମିତି କାମ କରିବେ, ବହୁତ ହଇରାଣ ହେବେ ନା। ତ ଠିକ୍ ଅଛି, ଆପଣମାନେ କିଛି ଜାଣିବାକୁ ଚାହୁଁଛନ୍ତି ତ କମେଣ୍ଟରେ ଜଣାନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।